ଯେତେବେଳେ ଆପଣଙ୍କର ସମ୍ପର୍କୀୟ କିମ୍ବା ଆପଣଙ୍କ ପରିବାର ଲୋକଙ୍କର କାହାର ଦେହ ଖରାପ ହୁଏ, ସେ ମେଡ଼ିକାଲରେ ଥାଆନ୍ତି କିମ୍ବା ଘରେ ଥାଆନ୍ତି, ବନ୍ଧୁବାନ୍ଧବ ତାଙ୍କୁ ଦେଖା କରିବାକୁ ଆସନ୍ତି, ଫଳମୂଳ ନେଇକି ଆସନ୍ତି କିମ୍ବା କିଛି ତାଙ୍କର ଔଷଧପତ୍ର ନେଇକି ଆସନ୍ତି, କିଛି ବି ଦେଖା କରିବାକୁ ଯାଆନ୍ତି। କାହିଁକି ଯାଆନ୍ତି ନା ତାଙ୍କର ଖରାପ ସମୟରେ ଦେଖା କରିବାଟା ଜରୁରୀ। କାହିଁକି ନା ଅନ୍ତତଃ ସିଏ ମନରେ ଫିଲ୍ ନ କରନ୍ତୁ ଯେ ମୋ ବନ୍ଧୁବାନ୍ଧବ କେହି ଆସିଲେନି। ଠିକ୍ ସେମିତି ଆଜ୍ଞା, ଯେତେବେଳେ କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦେହ ଖରାପ ହୁଏ, ସେତେବେଳେ ଆମେ ସତରେ କ'ଣ ତାଙ୍କୁ ଦେଖା କରିବାକୁ ଯାଉ? ହଁ, ହୁଏତ ସେ ଅଣସର ଘରେ ଥାଇପାରନ୍ତି, ହେଲେ ସେ ତ ଜାଣିପାରିବେ ଯେ ମୋ ଭକ୍ତ ଜଣେ ଆସିଛି, ମୋ ଦେହ ଖରାପ କଥା ଶୁଣିକି, ମୋ ଦେହ ଖରାପ ଏବେ ଅଛି ବୋଲି ଅନ୍ତତଃ ସେ ମୋ ପାଖକୁ ତ ଆସିଛି। ସେଇଠି ତ ଜଗବନ୍ଧୁ ଖୁସି ହେବେ ନା। ଯିଏ ଜଗତର ବନ୍ଧୁ, ଆମେ କ'ଣ ତାଙ୍କର ଦେହ ଖରାପ ବେଳେ ଟିକେ ତାଙ୍କ ପାଖରେ ଉପସ୍ଥିତ ରହିପାରିବାନି? ଆମେ ତ ଅନେକ ପ୍ଲାନ୍ କରନ୍ତି। ଶୀତ ଦିନ ଆସିଲା, ପର୍ଯ୍ୟଟନ ଋତୁ ଆସିଲା, ଆମେ ସମସ୍ତେ ପ୍ଲାନ୍ କରନ୍ତି କେମିତି ଯିବା ମହାପ୍ରଭୁଙ୍କ ପାଖକୁ ଦର୍ଶନ କରିବା। ଭଲ ଥିଲାବେଳେ ତ ସମସ୍ତେ ଯାଇକି ଦର୍ଶନ କରୁଛନ୍ତି। ଚାଲନ୍ତୁ ନା, କେବେ ଜଗାର ଯେତେବେଳେ ଦେହ ଖରାପ ଥିବ ଆମେ ତାକୁ ଯାଇକି ଦର୍ଶନ କରିବା, ଜଗବନ୍ଧୁର ବନ୍ଧୁପଣିଆକୁ ଆମେ ନିଭେଇବା। ଏଇ ତ ଜୀବନର କଥା। ଜୟ ଶ୍ରୀ ଜଗନ୍ନାଥ।